हेलो फ्रेंड्स आम्भेମାନେ ଏବେ ସିଟି ଏକ୍ଜାମରେ ପଲିଟିକାଲ ସାଇନ୍ସରୁ ଆସୁଥିବା କିଛି ସିଲେକ୍ଟେଡ୍ କ୍ୱେଶ୍ଚନ୍ ଡିସ୍କସନ୍ କରିବୁ ଯାହାକି ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଆପଣ ଯଦି ସିଟି ଏକ୍ଜାମ ପାଇଁ ସିରିୟସଲି ପ୍ରିପେୟାର ହେଉଛନ୍ତି ତାହେଲେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକିନା ଏଇ ଟାଇପ୍ର କ୍ୱେଶ୍ଚନ୍ ହିଁ ଆପଣଙ୍କର ଏକ୍ଜାମରେ ଆସିବ। ଆପଣ ଯଦି ପ୍ରତିଦିନ ଏଇଭଳି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୋଟିଫିକେସନ୍ ବଟନକୁ ଅନ୍ କରି ରଖନ୍ତୁ, ଯାହାଫଳରେ ନେକ୍ସଟ ଭିଡ଼ିଓ ଯେତେବେଳେ ବି ଅପଲୋଡ଼ ହେବ ଆପଣମାନେ ଜାଣିପାରିବେ ଓ ଆପଣଙ୍କ ଏକ୍ଜାମ ପାଇଁ ପ୍ରିପାରେସନ୍ ମଧ୍ୟ ହୋଇପାରିବେ। ତେବେ ଚାଲନ୍ତୁ ଆଜିର କ୍ୱେଶ୍ଚନ୍ ଆନ୍ସର କ'ଣ ରହିଛି ଡିଟେଲ୍ସ ଡିସ୍କସନ୍ କରିବା। ତ ଫ୍ରେଣ୍ଡସ୍ ଆମ୍ଭେମାନେ ପୂର୍ବ ଭିଡ଼ିଓରେ 1 ନମ୍ବରରୁ 35 ନମ୍ବର ପର୍ଯ୍ୟନ୍ତ ଅଲରେଡ଼ି ଡିସ୍କସନ୍ କରିସାରିଛୁ। ଆପଣମାନେ ଯଦି ଦେଖିନାହାନ୍ତି ତାହେଲେ ଭିଡ଼ିଓର ଡେସ୍କ୍ରିପସନ୍ରେ ମୁଁ ତା'ର ଲିଙ୍କ୍ ଦେଇଦେଇଛି, ଆପଣ ସେଠାରେ କ୍ଲିକ୍ କରି ଦେଖିନିଅନ୍ତୁ। ତ ଆଜି ଆମେମାନେ 36 ନମ୍ବରରୁ ଆଉ ବାକି କ୍ୱେଶ୍ଚନ୍ ଏଠାରେ ଡିସ୍କସନ୍ କରିବୁ। ତେବେ ଆଜିର ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ରହିଛି ଦେଖନ୍ତୁ। 2002 ମସିହାରେ ନିମ୍ନୋକ୍ତ କେଉଁ କର୍ତ୍ତବ୍ୟଟି ଭାରତର ସମ୍ବିଧାନରେ ସ୍ଥାନ ପାଇଛି? ଦେଶର ଅଖଣ୍ଡତା ରକ୍ଷା, ଜାତୀୟ ସମ୍ପତ୍ତିର ସୁରକ୍ଷା, ବୈଜ୍ଞାନିକ ମନୋବୃତ୍ତି, ପିଲାମାନଙ୍କର ଶିକ୍ଷାଦାନ। ରାଇଟ୍ ଆନ୍ସର ହେଉଛି ଅପସନ୍ ଡି, ପିଲାମାନଙ୍କର ଶିକ୍ଷାଦାନ। ବିଗତ 65 ବର୍ଷ ମଧ୍ୟରେ ଭାରତୀୟ ସମ୍ବିଧାନକୁ ନିମ୍ନୋକ୍ତ କେତେ ଥର ସଂଶୋଧନ କରାଯାଇଛି? ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। ବିଗତ 65 ବର୍ଷ ମଧ୍ୟରେ ଭାରତୀୟ ସମ୍ବିଧାନକୁ ନିମ୍ନୋକ୍ତ କେତେ ଥର ସଂଶୋଧନ କରାଯାଇଛି? 90 ଥର, 100 ଥର, 110 ଥର, 120 ଥର। ରାଇଟ୍ ଆନ୍ସର ହେଉଛି ଅପସନ୍ ବି, 100 ଥର। ଭାରତୀୟ ସମ୍ବିଧାନକୁ ମୋଟ କେତୋଟି ଭାଗରେ ବିଭକ୍ତ କରାଯାଇଛି? 22 ଭାଗରେ, 23 ଭାଗରେ, 24 ଭାଗରେ, 25 ଭାଗରେ। ରାଇଟ୍ ଆନ୍ସର ହେଉଛି ଅପସନ୍ ଏ, 22 ଭାଗରେ। ଭାରତୀୟ ସମ୍ବିଧାନକୁ ନିମ୍ନୋକ୍ତ କେତେ ପୃଷ୍ଠାରୁ ଅଧିକ ପୃଷ୍ଠା ସମ୍ବଳିତ ଏକ ପୁସ୍ତକରେ ଲିପିବଦ୍ଧ କରାଯାଇଛି? 290 ପୃଷ୍ଠା, 295 ପୃଷ୍ଠା, 300 ପୃଷ୍ଠା, 305 ପୃଷ୍ଠା। ରାଇଟ୍ ଆନ୍ସର ହେଉଛି ଅପସନ୍ ସି, 300 ପୃଷ୍ଠା। ଭାରତୀୟ ସମ୍ବିଧାନରେ ନିମ୍ନୋକ୍ତ କେଉଁଟି ବର୍ଣ୍ଣନା କରାଯାଇଛି? ସଂଗଠନ, ଶାସନ ପ୍ରଣାଳୀ, ଉଭୟ ଏ ଓ ବି, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ଉଭୟ ଏ ଓ ବି। ଭାରତୀୟ ସମ୍ବିଧାନକୁ ନିମ୍ନୋକ୍ତ କେଉଁ ସମୟରେ ଅନୁମୋଦନ କରାଯାଇଛି ବୋଲି ପ୍ରସ୍ତାବନାରେ ଉଲ୍ଲେଖ କରାଯାଇଛି? 1949 ମସିହା ନଭେମ୍ବର 26, 1949 ମସିହା ନଭେମ୍ବର 20, 1949 ମସିହା ନଭେମ୍ବର 16, 1948 ମସିହା ନଭେମ୍ବର 26। ରାଇଟ୍ ଆନ୍ସର ହେଉଛି ଅପସନ୍ ଏ। ନେକ୍ସଟ କ୍ୱେଶ୍ଚନ୍ କ'ଣ ରହିଛି? ନିମ୍ନୋକ୍ତ କାହାକୁ ସମ୍ବିଧାନର ପ୍ରବେଶ ଦ୍ୱାର କୁହାଯାଏ? ସମ୍ବିଧାନର ବିଭିନ୍ନ ଧାରା, ସମ୍ବିଧାନର ବିଭିନ୍ନ ଅନୁଚ୍ଛେଦ, ପ୍ରସ୍ତାବନା, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ପ୍ରସ୍ତାବନା। କେନ୍ଦ୍ର ଓ ରାଜ୍ୟ ସରକାର କ୍ଷମତାକୁ ସୁରକ୍ଷିତ ରଖିବା ପାଇଁ ନିମ୍ନୋକ୍ତ କେଉଁଟି ଅଛି? ଲୋକସଭା, ରାଜ୍ୟସଭା, ସଂଘୀୟ ନ୍ୟାୟାଳୟ, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ସଂଘୀୟ ନ୍ୟାୟାଳୟ। ନେକ୍ସଟ କ୍ୱେଶ୍ଚନ୍। ନିମ୍ନୋକ୍ତ ମଧ୍ୟରୁ କାହାକୁ ସମ୍ବିଧାନର ରକ୍ଷକ ଭାବେ ବିବେଚନା କରାଯାଏ? ଲୋକସଭା, ରାଜ୍ୟସଭା, ସଂଘୀୟ ନ୍ୟାୟାଳୟ, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ସଂଘୀୟ ନ୍ୟାୟାଳୟ। ଭାରତରେ ନିମ୍ନୋକ୍ତ କେଉଁ ଶାସନ ବ୍ୟବସ୍ଥା ପ୍ରଚଳିତ ଅଛି? ରାଷ୍ଟ୍ରପତି, ରାଜତାନ୍ତ୍ରିକ, ଐକିକ, ସଂସଦୀୟ। ରାଇଟ୍ ଆନ୍ସର ଅପସନ୍ ଡି, ସଂସଦୀୟ। ଭାରତର କାହାକୁ ନାମକୁ ମାତ୍ର ଶାସନକର୍ତ୍ତା ବୋଲି ବିବେଚନା କରାଯାଏ? ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଗୃହମନ୍ତ୍ରୀ। ରାଇଟ୍ ଆନ୍ସର ଅପସନ୍ ବି, ରାଷ୍ଟ୍ରପତି। ଭାରତର ଶାସନ ନିମ୍ନୋକ୍ତ କାହା ନାମରେ ଚାଲେ? ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ରାଷ୍ଟ୍ରପତି, ଗୃହମନ୍ତ୍ରୀ। ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ରାଷ୍ଟ୍ରପତି। ମନ୍ତ୍ରିମଣ୍ଡଳ ନିଜର କାର୍ଯ୍ୟକଳାପ ପାଇଁ ନିମ୍ନୋକ୍ତ କାହା ନିକଟରେ ଦାୟୀ ରୁହେ? ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସଦ, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର ହେଉଛି ଅପସନ୍ ଏ, ପ୍ରଧାନମନ୍ତ୍ରୀ। ଭାରତୀୟ ସମ୍ବିଧାନ ନିମ୍ନୋକ୍ତ କେଉଁ ପ୍ରକାର ସମ୍ବିଧାନ ଅଟେ? ଆଂଶିକ ନମନୀୟ, ଆଂଶିକ ଅନମନୀୟ, ଉଭୟ ଏ ଓ ବି, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର ହେଉଛି ଅପସନ୍ ସି, ଉଭୟ ଏ ଓ ବି। ସମ୍ବିଧାନର ନିମ୍ନୋକ୍ତ କେଉଁ ଧାରା ମାଧ୍ୟମରେ ନ୍ୟାୟାଳୟର ସ୍ୱାଧୀନତାକୁ ସୁରକ୍ଷିତ କରି ରଖାଯାଇଛି? 12 ଓ 211, 361 ଧାରା, 221 ଧାରା, ଉପରୋକ୍ତ ସମସ୍ତ ଏ, ବି ଓ ସି।
ରାଇଟ୍ ଆନ୍ସର୍ ଅପସନ୍ ଡି ଉପରୋକ୍ତ ସମସ୍ତ ଏ ବି ଓ ସି। ବ୍ୟବସ୍ଥାପିକାର ଏକଛତ୍ରବାଦ ମନୋବୃତ୍ତିକୁ ନିମ୍ନୋକ୍ତ କିଏ ବିରୋଧ? ଲୋକସଭା, ରାଜ୍ୟସଭା, ନ୍ୟାୟାଳୟ, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ନ୍ୟାୟାଳୟ। ଭାରତୀୟ ସମ୍ବିଧାନର ତୃତୀୟ ଭାଗରେ 24ଟି ଧାରାରେ ବ୍ୟକ୍ତିଙ୍କୁ ନିମ୍ନୋକ୍ତ କେତୋଟି ମୌଳିକ ଅଧିକାର ପ୍ରଦାନ କରାଯାଇଛି? 1ରୁ 6ଟି, 7ଟି, 5ଟି, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ 1ରୁ 6ଟି। ନିମ୍ନୋକ୍ତ କେଉଁ ପରିସ୍ଥିତିରେ ଲୋକମାନଙ୍କର ମୌଳିକ ଅଧିକାର କାଢ଼ି ନିଆଯାଇପାରେ? ରାଷ୍ଟ୍ରପତି ଚାହିଁଲେ, ପ୍ରଧାନମନ୍ତ୍ରୀ ଚାହିଁଲେ, ଜରୁରୀ ପରିସ୍ଥିତିରେ, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ଜରୁରୀ ପରିସ୍ଥିତିରେ। ନିମ୍ନୋକ୍ତ କେଉଁ ପରିସ୍ଥିତିରେ ଲୋକମାନଙ୍କର ମୌଳିକ ଅଧିକାର କାଢ଼ି ନିଆଯାଇପାରେ? ତାହା ହେଉଛି ଜରୁରୀ ପରିସ୍ଥିତିରେ। ତ ଫ୍ରେଣ୍ଡସ୍ ସେ ସମସ୍ତ କ୍ୱେଶ୍ଚନ୍ ବହୁତ ସିଲେକ୍ଟେଡ୍ ଅଛି ଆପଣମାନଙ୍କ ପାଇଁ। ତ ଭଲ ଭାବରେ କ୍ୱେଶ୍ଚନ୍ ଗୁଡ଼ିକର ଆନ୍ସର୍ ମନେ ରଖନ୍ତୁ, କାହିଁକିନା ସମସ୍ତ କ୍ୱେଶ୍ଚନ୍ ଆପଣଙ୍କ ପାଇଁ ସିଲେକ୍ଟେଡ୍ କ୍ୱେଶ୍ଚନ୍ ଏଇ ଟାଇପ୍ର କ୍ୱେଶ୍ଚନ୍ ଏକ୍ଜାମ୍ରେ ଆସେ। ତ ସେଥିପାଇଁ ବାରମ୍ବାର ଭିଡ଼ିଓ ଗୁଡ଼ିକ ଦେଖନ୍ତୁ ଏବଂ କ୍ୱେଶ୍ଚନ୍ ଆନ୍ସର୍ ମନେ ରଖନ୍ତୁ। ଏବଂ ପ୍ଲେଲିଷ୍ଟ ମାଧ୍ୟମରେ ମୁଁ ମଧ୍ୟ ଭିଡ଼ିଓରେ ଡେସ୍କ୍ରିପ୍ସନ୍ରେ ବହୁତ ଗୁଡ଼ିଏ ସିଲେକ୍ଟେଡ୍ କ୍ୱେଶ୍ଚନ୍ ଆପଣଙ୍କୁ ଅଲ୍ ସବଜେକ୍ଟର ଦେଇଦେଇଛି, ସେଠାରେ ମଧ୍ୟ ଆପଣମାନେ ଭିଡ଼ିଓ ଗୁଡ଼ିକ ଦେଖିନେବେ। ତ ଫ୍ରେଣ୍ଡସ୍ ଆପଣମାନେ ଯଦି ଏଇ ବର୍ଷ ସିଟି ଏକ୍ଜାମ୍ ଦେବା ପାଇଁ ଯାଉଛନ୍ତି କିନ୍ତୁ ଏତେ ପର୍ଯ୍ୟନ୍ତ ଠିକ୍ରେ ପ୍ରିପାରେସନ୍ ନିଜକୁ କରିନାହାନ୍ତି, ତାହେଲେ ଏବେ ବି ଆପଣଙ୍କ ପାଖରେ ସମୟ ଅଛି। ଆପଣମାନେ ଚାହିଁଲେ ଆମର ସ୍ପେଶାଲ୍ କ୍ଲାସ୍ରେ ଜଏନ୍ ହେଇ ନିଜକୁ ପ୍ରିପାରେସନ୍ କରିପାରିବେ। ତ ସ୍ପେଶାଲ୍ କ୍ଲାସ୍ରେ ଜଏନ୍ ହେଲେ ଆମେ ଆପଣଙ୍କୁ 74 କ୍ଲାସ୍ ଆପଣଙ୍କୁ ପ୍ରୋଭାଇଡ଼ କରିଦେବୁ। ସେଇ 74 କ୍ଲାସ୍ରେ ଆପଣଙ୍କର ଅଲ୍ ସବଜେକ୍ଟର ସିଲେକ୍ଟେଡ୍ କ୍ୱେଶ୍ଚନ୍ ତା ସହିତ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ସମସ୍ତ ଡିସ୍କସନ୍ ହେଇଛି, ସେଥିରୁ ଆପଣମାନେ ପାଇଯିବେ ଓ ନିଜକୁ ବହୁତ ଜଲ୍ଦି ମଧ୍ୟ ପ୍ରିପାରେସନ୍ କରିପାରିବେ। ତେଣୁ ଏବେ ବି ଆପଣଙ୍କ ପାଖରେ ସମୟ ଅଛି। ଆମର ସ୍ପେଶାଲ୍ କ୍ଲାସ୍ରେ ଜଏନ୍ ହେବା ପାଇଁ ଚାହୁଁଥିଲେ ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରରେ ଜଏନ୍ ଲେଖି ମେସେଜ୍ କରନ୍ତୁ। ଜଏନ୍ ଲେଖି ମେସେଜ୍ କରନ୍ତୁ, ଆମେ ଆପଣଙ୍କୁ ଡିଟେଲ୍ସ ଇନଫର୍ମେସନ୍ ଜଣାଇଦେବୁ। ତାପରେ ଆପଣମାନେ ଅତି ସହଜରେ ଜଏନ୍ ହେଇ ନିଜର ପ୍ରିପାରେସନ୍ କରିପାରିବେ। ସମ୍ବିଧାନର ନିମ୍ନୋକ୍ତ କେତେ ଧାରା ମଧ୍ୟରେ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତିଗୁଡ଼ିକ ଲିପିବଦ୍ଧ ହୋଇଛି? 35ରୁ 50, 36ରୁ 51, 37ରୁ 62, 38ରୁ 65। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି 36ରୁ 51। ନିମ୍ନୋକ୍ତ କେଉଁ ଉଦ୍ଦେଶ୍ୟ ପାଇଁ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତି ଉଦ୍ଦିଷ୍ଟ? ଗଣତନ୍ତ୍ର ରାଷ୍ଟ୍ର ପାଇଁ, ସାଧାରଣତନ୍ତ୍ର ରାଷ୍ଟ୍ର ପାଇଁ, ସମାଜବାଦୀ ରାଷ୍ଟ୍ର ପାଇଁ, ଜନମଙ୍ଗଳ ରାଷ୍ଟ୍ର ପାଇଁ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି ଜନମଙ୍ଗଳ ରାଷ୍ଟ୍ର ପାଇଁ। ସମ୍ବିଧାନର ନିମ୍ନୋକ୍ତ କେତେ ଧାରାରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ର ଭାବେ ବର୍ଣ୍ଣନା କରାଯାଇଛି? ଧାରା 37, ଧାରା 38, ଧାରା 39, ଧାରା 40। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ବି ଧାରା 38। ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ କେତେବେଳେ ଘୋଷଣା କରାଗଲା? ଭାରତକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରୂପେ କେତେବେଳେ ଘୋଷଣା କରାଗଲା? ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍। 40ତମ ସମ୍ବିଧାନ ସଂଶୋଧନ ପରେ, 41ତମ ସମ୍ବିଧାନ ସଂଶୋଧନ ପରେ, 42ତମ ସମ୍ବିଧାନ ସଂଶୋଧନ ପରେ, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ 40ତମ ସମ୍ବିଧାନ ସଂଶୋଧନ ପରେ। ଭାରତର ପଞ୍ଚାୟତିରାଜ ବ୍ୟବସ୍ଥାକୁ କେତେ ଭାଗରେ ବିଭକ୍ତ କରାଯାଇଛି? 2 ଭାଗ, 3 ଭାଗ, 4 ଭାଗ, 5 ଭାଗ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଏ 2 ଭାଗ। ଆମ ରାଜ୍ୟରେ ସମୁଦାୟ କେତୋଟି ଗ୍ରାମ ପଞ୍ଚାୟତ ଅଛି? 5263, 5264, 5265, 5266। ତାହାର ରାଇଟ୍ ଆନ୍ସର୍ ହେଉଛି 6798। 6798। ତ ପୂର୍ବରୁ 5263 ଥିଲା, ଏବେ ଏହାକୁ ବଢ଼ି ହେଇଯାଇଛି 6798। ଏହାକୁ ଭଲ ଭାବରେ ମନେ ରଖିଥିବେ। ନେକ୍ସଟ କ୍ୱେଶ୍ଚନ୍ ଦେଖନ୍ତୁ କ'ଣ ରହିଛି। ପଞ୍ଚାୟତିରାଜ ବ୍ୟବସ୍ଥାର ସର୍ବନିମ୍ନ ସଂଗଠନ ହେଉଛି ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ଗ୍ରାମ ପଞ୍ଚାୟତ। ଗ୍ରାମ ସଭାରେ କାର୍ଯ୍ୟନିର୍ବାହୀ ସମିତି ହେଉଛି ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ, ଉପରୋକ୍ତ କେଉଁଟି ନୁହେଁ? ରାଇଟ୍ ଆନ୍ସର୍ ହେଉଛି ଅପସନ୍ ସି ଗ୍ରାମ ପଞ୍ଚାୟତ। ଗ୍ରାମ ପଞ୍ଚାୟତ ଗଠନ ପାଇଁ ଲୋକ ସଂଖ୍ୟା ଆବଶ୍ୟକ ହୁଏ? 2000ରୁ 4000, 2000ରୁ 5000, 2000ରୁ 7000, 2000ରୁ 6000। ରାଇଟ୍ ଆନ୍ସର୍ ହେଉଛି ଅପସନ୍ ଡି 2000ରୁ 6000। ଗ୍ରାମ ପଞ୍ଚାୟତକୁ ଲୋକ ସଂଖ୍ୟା ଭିତ୍ତିରେ ନିମ୍ନୋକ୍ତ କେତୋଟି ୱାର୍ଡ଼ରେ ଭାଗ କରାଯାଏ? 11ରୁ 20, 11ରୁ 22, 11ରୁ 25, 11ରୁ 23।
राइट आंसर होउची ऑप्शन सी 11 रु 25। नेक्स्ट क्वेश्चन देखंतु कोन रहिची प्रति वार्ड रो मुख्य को कोन कहा जाय सरपंच नायब सरपंच वार्ड मेंबर पंचायत नोमिनी राइट आंसर होउची ऑप्शन सी वार्ड मेंबर वार्ड रो मुख्य होउची वार्ड मेंबर पंचायत रो मुख्य को निम्नोक्त कोन कहा जाय नायब सरपंच वार्ड मेंबर सरपंच पंचायत नोमिनी ए क्वेश्चन आंसर आप जानिथिबे राइट आंसर होउची ऑप्शन सी सरपंच पंचायत बैठक रे निम्नोक्त किए अध्यक्षता करती सरपंच नायब सरपंच वार्ड मेंबर पंचायत सेक्रेटरी राइट आंसर होउची ऑप्शन ए सरपंच सरपंच को अनुपस्थित रे निम्नोक्त किए सभापतित्व करिथांती वार्ड मेंबर नायब सरपंच समिति सभ्य उपरोक्त केउंटी नुहे राइट आंसर होउची ऑप्शन बी नायब सरपंच निम्नोक्त कहा द्वारा निर्वाचित होती सरपंच वार्ड मेंबर माने उभय ए ओ बी उपरोक्त केउंटी नुहे राइट आंसर होउची ऑप्शन सी उभय ए ओ बी निम्नोक्त केते सभ्यों द्वारा गृहीत अनास्था प्रस्ताव क्रमे सरपंच को क्षमतारू बरखास्त करा जाई पारे 2/3 1/3 1/4 उपरोक्त केउंटी नुहे राइट आंसर होउची ऑप्शन बी 1/3 तुमे ग्राम पंचायतर सरपंच हेले निम्नोक्त केउ कार्य को प्राथमिकता देबो पाठागार प्रतिष्ठा खेल पड़िया प्रतिष्ठा ग्राम्य रास्ता निर्माण विश्रामागार प्रतिष्ठा तो ये क्वेश्चन रे आंसर आपण माने मते कमेंट बॉक्स रे जणांतु तो आपण माने जदि ग्राम पंचायत रो सरपंच हेउचंती ताहले काहा को प्राथमिकता प्रथमे देबे ठीक अछि यार राइट आंसर मते कमेंट बॉक्स रे जणांतु नेक्स्ट क्वेश्चन देखंतु कोन रहिछि ग्राम पंचायत निम्नोक्त केउ उत्सरु आय करिथाय पानीय जल जोगाण जानवाहन कर सरकारी अनुदान उपरोक्त समस्त राइट आंसर होउछि ऑप्शन डी उपरोक्त समस्त निम्नोक्त कहा को नहीं पंचायत समिति गठित हुए ब्लॉक रो सब वार्ड को नहीं ब्लॉक रो सह पंचायत को नहीं जिल्ला रो सब जिला परिषद को नहीं उपरोक्त केउंटी नुहे राइट आंसर होउछि ऑप्शन बी ब्लॉक रो सह पंचायत को नहीं ग्राम पंचायत रो कार्यकाल केते वर्ष 5 वर्ष 6 वर्ष 7 वर्ष उपरोक्त केउंटी नुहे राइट आंसर ऑप्शन ए 5 वर्ष नेक्स्ट क्वेश्चन देखंतु कोन रहिछि पंचायत समिति रो निम्नोक्त केउ सदस्य थांती निर्वाचित मनोनीत सहयोगी उपरोक्त समस्त राइट आंसर होउछि ऑप्शन डी उपरोक्त समस्त पंचायत समिति रो मुख्य को निम्नोक्त कोन कहंती समिति सभ्य चेयरमैन सेक्रेटरी कार्यनिर्वाही अधिकारी राइट आंसर होउछि ऑप्शन बी चेयरमैन पंचायत समिति बैठक रे निम्नोक्त किए अध्यक्षता करिथांती सरपंच चेयरमैन बीडीओ जिलापाल तो यार राइट आंसर होउछि ऑप्शन बी चेयरमैन निम्नोक्त किए पंचायत समिति रो संपादक अटंती चेयरमैन बीडीओ समिति सभ्य जिलापाल राइट आंसर ऑप्शन बी बीडीओ आम राज्य रे समुदाय केतोटी पंचायत समिति अछि 312 313 314 315 राइट आंसर होउछि ऑप्शन सी 314 पंचायत समिति रो कार्यकाल हेउछि 5 वर्ष 6 वर्ष 7 वर्ष उपरोक्त केउंटी नुहे राइट आंसर ऑप्शन ए 5 वर्ष पंचायत समिति रो विभिन्न कार्य पाई परामर्श दियंती बीडीओ ब्लॉक संप्रसारण अधिकारी चेयरमैन सरपंच राइट आंसर होउछि ऑप्शन बी ब्लॉक संप्रसारण अधिकारी पंचायत समिति रो बैठक बसे प्रति 2 मासरे थरे प्रति 2 मासरे 2 थर प्रति 2 मासरे 3 थर उपरोक्त केउंटी नुहे राइट आंसर होउछि ऑप्शन ए प्रति 2 मासरे थरे पंचायत समिति अध्यक्षक अनुमोदन क्रमे निम्नोक्त किए पंचायत समिति बैठक डाकंती समिति सभ्य ब्लॉक संप्रसारण अधिकारी बीडीओ जिलापाल राइट आंसर होउछि ऑप्शन सी बीडीओ तो फ्रेंड्स आहरी मध्य बहुत गुड़े सिलेक्टेड क्वेश्चन रही आपने जदि जानिया पई चाहूचंती ताले मते कमेंट बॉक्स रे जणातु मु नेक्स्ट वीडियो रे यार बाकी समस्त क्वेश्चन डिस्कशन करिवि कि आपन जदि अलगा किछि क्लास करिया पई चाहूचंती ताले मते मते कमेंट बॉक्स रे जणातु जा फले हमर नेक्स्ट क्लास मध्य आमे सेही क्लास ऊपर करिवो तेणु एग्जाम बहुत कम टाइम अच्छी आपन तेणु आप जो क्लास चाहूचंती आमे सेही क्लास अनुसार एबे आपन को प्रैक्टिस करेदेबु।
तो फ्रेंड्स ये थी आज क्लासटी केमिति लागला एवं जदि किसी डाउट थाए कमेंट बॉक्स रे निश्चित भाव जणातु भिडियोटी भल लगी लाइक करूँ एवं आपंकर सांगसाथी जदि सिटी प्रिपेयर होती ताहले सेमानकु मध्य शेयर करूँ जहाँफल से निजक एग्जाम प्रिपेरेसन करेंगे। आपण मैंने जदि आम चैनल नुआ अच्छा ताहले आम चैनल को सब्सक्राइब करी नोटिफिकेशन बटन को ऑन कर रखुँ कहीं प्रतिदिन आम मैंने सिटी रिलेटेड बहुत गुड़े सिलेक्टेड क्वेश्चन एठारे डिस्कसन करुचे जहाँकि आपने जानीपारे और एग्जाम प्रिपेरेसन हो पारे। आपण मैंने जब आम स्पेशल क्लास जॉइन है एग्जाम प्रिपेरेसन होगा चाहूँगी एग्जाम सक्सेस पाइबा चाहूँगी ताहले देथिबा व्हाट्सएप नंबर जॉइन लिखि मेसेज करूँ आम आपको डिटेल्स इनफॉरमेशन जनईदेबू और आप अति सहजरे जॉइन है निजर प्रिपेरेसन स्टार्ट करेंगे। तो आज ये थैंक यू।